ସ୍ୱଚ୍ଛତା ପକ୍ଷ ଓଡ଼ିଆ ପ୍ରବନ୍ଧ। ଜୀବନର ଆନୁକୂଲ୍ୟରେ ଜୀବଜଗତ ପାଇଁ ଏକମାତ୍ର କାମ୍ୟ ବସ୍ତୁ ହେଉଛି ସୁଖ, ଯାହା ପାଇଁ ସମସ୍ତେ କର୍ମରତ। ସେ ମନୁଷ୍ୟ ହେଉ ଅବା ପଶୁ ପକ୍ଷୀ। ପଶୁପକ୍ଷୀ କଥା ଛାଡ଼ନ୍ତୁ, ସେମାନେ ତ ବିବେକ ବିହୀନ। ମନୁଷ୍ୟର କାର୍ଯ୍ୟକଳାପ ହିଁ ସେମାନଙ୍କୁ ଖୁସି ଦେଇଥାଏ, ଆଉ କେତେବେଳେ ଦୁଃଖ ଦେଇ ସେମାନଙ୍କ ପ୍ରାଣକୁ ବିସର୍ଜନ କରିଥାଏ। ତେଣୁ ମନୁଷ୍ୟ ହେଉଛି ସେହି ସମ୍ବଳ ଯିଏ ସବୁଠୁ ଊର୍ଦ୍ଧ୍ୱରେ। ସେ ହିଁ ଏ ବିଶ୍ୱର ରକ୍ଷାକର୍ତ୍ତା। ତା'ର କର୍ତ୍ତବ୍ୟ ଓ କର୍ମ ହିଁ ସାରା ଜଗତକୁ ସୁନ୍ଦରତା ଓ ସ୍ୱଚ୍ଛତା ଆଡ଼କୁ ନେଇପାରିବ। ଯେଉଁଠି ସ୍ୱଚ୍ଛତା ସେଇଠି ସୁନ୍ଦରତା। ଆହୁରି ମଧ୍ୟ କୁହାଯାଏ, ମତି ଆଡ଼େ ଗତି, ସ୍ୱଚ୍ଛତା ଆଡ଼େ ଶାନ୍ତି। ଏଣୁ ଏଠାରେ ଗୋଟିଏ ଶବ୍ଦ ଗ୍ରହଣ ଯୋଗ୍ୟ, ତାହା ହେଲା ସ୍ୱଚ୍ଛତା। ତେବେ ଏହି ସ୍ୱଚ୍ଛତା କ'ଣ? ଉତ୍ତର ଆସେ, ମନୁଷ୍ୟର ନିୟନ୍ତ୍ରିତ କାର୍ଯ୍ୟ ମଧ୍ୟରୁ ଯେଉଁ କାର୍ଯ୍ୟ ତାକୁ ସୁସ୍ଥ ରଖେ, ନିରୋଗ ରଖେ, ତାହା ହିଁ ସ୍ୱଚ୍ଛତା। ମାତ୍ର ଏହି ସ୍ୱଚ୍ଛତା କେତେ ପ୍ରକାର ଓ କେଉଁ କାର୍ଯ୍ୟ କରିବା ଦ୍ୱାରା ଏହାକୁ ସମାପନ କରାଯାଇପାରେ? ଆମ ଜାତିର ପିତା ମହାତ୍ମା ଗାନ୍ଧୀ ନିଜ ଜୀବନରେ ଅନେକ ଉତ୍ସର୍ଗୀକୃତ କାର୍ଯ୍ୟ ମଧ୍ୟରୁ ସ୍ୱଚ୍ଛତା ଆଡ଼କୁ ଗୋଟିଏ ପାଦ ଯେଉଁ ଆହ୍ୱାନ ଦେଇଥିଲେ, ତାହା ସର୍ବଦା ଗ୍ରହଣୀୟ। କଥାରେ ଅଛି, ଯାହା ନାହିଁ ଭାରତେ ତାହା ନାହିଁ ମରତେ। ଏ ପୁଣ୍ୟଭୂମି ଆର୍ଯ୍ୟଭୂମି ଭାରତ ସର୍ବଦା ଜ୍ଞାନମୟ, ସୌନ୍ଦର୍ଯ୍ୟମୟ, ଆଶ୍ଚର୍ଯ୍ୟମୟ ଜଗତ ସମ ଅଟେ। ଆଉ ଏହି ରୂପକାନ୍ତିକୁ ଚିରଦିନ ଅମର ରଖିବା ପାଇଁ ହେଲେ ସ୍ୱଚ୍ଛତାର ଗୁରୁତ୍ୱ ଢେର ବେଶୀ। କାରଣ ସ୍ୱଚ୍ଛତା ଏକ ସେବା ପରି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ଦେଶ ବିକାଶ ପାଇଁ ଉଦ୍ଦିଷ୍ଟ। ସେଥିପାଇଁ ତ ଆମ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ପରି ବିରାଟ ଅଭିଯାନକୁ ସମଗ୍ର ପୃଥିବୀରେ ପରିଚିତ କରିପାରିଛନ୍ତି। ମାତ୍ର ଏହି ସ୍ୱଚ୍ଛତା ଦୁଇ ପ୍ରକାର, ଯଥା ପରିବେଶଗତ ସ୍ୱଚ୍ଛତା ଓ ବ୍ୟକ୍ତିଗତ ସ୍ୱଚ୍ଛତା। ପରିବେଶଗତ ସ୍ୱଚ୍ଛତା କହିଲେ ଯାହା ସାମଗ୍ରିକ ଭାବରେ ଆମ ପାରିପାର୍ଶ୍ୱିକ ପରିବେଶ ଯଥା ବିଦ୍ୟାଳୟ ପରିବେଶ, ଘର, ଗ୍ରାମ, ସହର ଓ ଅନ୍ୟ ସବୁ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପ୍ରତିଷ୍ଠାନ ସମୂହକୁ ବୁଝାଏ, ଯାହାର ସ୍ୱଚ୍ଛତା ଶ୍ରେଷ୍ଠ ସୌନ୍ଦର୍ଯ୍ୟମୟ ଭିତ୍ତିଭୂମି ସୃଷ୍ଟି କରିବ। ପ୍ରତିଦୁର୍ଗନ୍ଧମୟ ପରିବେଶ ବଦଳରେ ବାସ୍ତବ ସ୍ୱାସ୍ଥ୍ୟଗତ ସମାଜ ଗଠନ ହୋଇପାରିବ। ରାସ୍ତାଘାଟ, ବଜାର, ଖେଳ ପଡ଼ିଆ, ଗାଡ଼ିଆ ପୋଖରୀ, ନଦୀନାଳ ସବୁଠି ଆବର୍ଜନାର ବିଚିତ୍ରତା ବଦଳରେ ପରିଷ୍କାର ପରିଚ୍ଛନ୍ନତାର ଚିତ୍ର ସୃଷ୍ଟି ହେବ। ବିଦ୍ୟାଳୟରେ ଶିକ୍ଷକ, ଛାତ୍ରଛାତ୍ରୀ, ଏସ୍ଏମ୍ସି ସଦସ୍ୟ, ସମାଜସେବୀ ସଂଗଠନ, ଗୋଷ୍ଠୀ ସମ୍ପୃକ୍ତି ଇତ୍ୟାଦି ସମସ୍ତ ସ୍ୱଚ୍ଛତାର କାର୍ଯ୍ୟକୁ ଦାୟିତ୍ୱର ସହ ଗ୍ରହଣ କରିବା ଉଚିତ। ବିଦ୍ୟାଳୟ ହତା ଭିତରେ ଥିବା ଅନାବନା ଗଛ, ବୁଦାଳିଆ ଗଛ ଇତ୍ୟାଦି ସଫା କରିବା ଉଚିତ। ଲାଲ, ନୀଳ, ହଳଦିଆ, ସବୁଜ ରଙ୍ଗର ଆବର୍ଜନା କୁଣ୍ଡ ବ୍ୟବହାର କରିବା ଉଚିତ। ପ୍ରାର୍ଥନା ସଭାରେ ସ୍ୱଚ୍ଛତା ଶପଥ ଗ୍ରହଣ ଓ ଆଲୋଚନା କରିବା ଉଚିତ। ଶ୍ରେଣୀଗୃହରେ ସ୍ୱଚ୍ଛତା ପ୍ରବନ୍ଧ, ସ୍ୱଚ୍ଛତା ଚିତ୍ରାଙ୍କନ, କବିତା ଲିଖନ, ଭାଷଣ ଇତ୍ୟାଦି ପ୍ରତିଯୋଗିତାମାନ ପିଲାମାନଙ୍କ ପାଇଁ କରିବା ଉଚିତ। କାରଣ ପିଲାମାନେ ସଚେତନ ହେଲେ ଦେଶର ପ୍ରତ୍ୟେକ ଅଞ୍ଚଳ ସର୍ବଦା ସ୍ୱଚ୍ଛ ରହିବ। ବ୍ୟକ୍ତିଗତ ସ୍ୱଚ୍ଛତା କହିଲେ ସେହି ସ୍ୱଚ୍ଛତାକୁ ବୁଝାଏ, ଯାହାଦ୍ୱାରା ଶିଶୁ ବା ବ୍ୟକ୍ତି ନିଜ ଶରୀରର ଉପଯୁକ୍ତ ଯତ୍ନ ନେଇ ନିଜକୁ ସୁସ୍ଥ ଓ ନିରୋଗ ରଖିପାରିବ। କାରଣ ବ୍ୟକ୍ତି ସୁସ୍ଥ ରହିଲେ ତା'ର ସୁସ୍ଥ ମନର ବିକାଶ ହୋଇପାରିବ। ସେଥିପାଇଁ କୁହାଯାଏ, ସୁସ୍ଥ ଶରୀରଟି ସୁସ୍ଥ ମନ ପାଇଁ ଖୁସିର ପସରାଟିଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ ନିରୋଗ ଶରୀର, ବଞ୍ଚିବାକୁ ଆନନ୍ଦରେ ବଞ୍ଚିବାକୁ ଆନନ୍ଦ। ଏଣୁ ବ୍ୟକ୍ତିଗତ ସ୍ୱଚ୍ଛତାରେ ନିଜ ଶରୀରର ଯତ୍ନ, ଯେମିତିକି ନଖ କାଟିବା, ଚୁଟି କାଟିବା ଓ ସଫା ରଖିବା, ସବୁଦିନ ଗାଧିବା ଓ ଶୌଚ ହେବା ଓ ନିଜର ପିନ୍ଧା ପୋଷାକ ସର୍ବଦା ସଫା କରିବା ଉଚିତ। ଏହିସବୁ ସଚେତନତା ପାଇଁ କେତେକ ଉପାଦାନର ଆବଶ୍ୟକତା ଅଛି, ଯାହାକି ପ୍ରଥମେ ଶିକ୍ଷା। ଶିକ୍ଷା ଦ୍ୱାରା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଭାବେ ସଚେତନ କରିହେବ। ସ୍ୱଚ୍ଛତାର ଆବଶ୍ୟକତାକୁ ଠିକ୍ ଭାବେ ଜଣାଇ ହେବ ଏବଂ ଉପଯୁକ୍ତ ପଦକ୍ଷେପ ନେଇହେବ। ରୋଗର ଭୟାବହତା। ଅସ୍ୱଚ୍ଛ ପରିବେଶ ରୋଗର ଘର। କେଉଁ ରୋଗ ଦ୍ୱାରା କେଉଁ ଯନ୍ତ୍ରଣାରେ ମନୁଷ୍ୟ ଛଟପଟ ହୁଏ, ତା'ର ଭୟାବହତା କେତେ, ମନୁଷ୍ୟ ଏସବୁ ଜାଣିବା ଦରକାର। ତେବେ ତା ମନରେ ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ମନେ ପଡ଼ିବ ଏବଂ ସେ ନିଜକୁ ସ୍ୱଚ୍ଛ ରଖିବା ସହ ପରିବେଶକୁ ସ୍ୱଚ୍ଛ ରଖିବ। ତୃତୀୟ, ସଚେତନତା ଶିବିର। ସଚେତନତା ଶିବିର ମାଧ୍ୟମରେ ଅନେକ ସମାଜସେବୀ, ଶିକ୍ଷିତ ବ୍ୟକ୍ତି ସମସ୍ତେ ଅପାଠୁଆ ଲୋକମାନଙ୍କୁ ସଚେତନ କରିପାରିବେ ଓ ଆମ ରାଷ୍ଟ୍ରକୁ ସୁନ୍ଦର ଶୋଭାମୟ ପରିବେଶରେ ପରିଣତ କରିପାରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ସ୍ୱଚ୍ଛତା
ଦାୟିତ୍ୱ ନିଜଠାରୁ ଆରମ୍ଭ ହୋଇ ଘର, ଗାଁ, ସହର, ବଜାର, ପଡ଼ିଆ, ନଗର, ଗାଡ଼ିଆ, ପୋଖରୀ, ନଦୀ, ନାଳ, ସମୁଦ୍ର ପର୍ଯ୍ୟନ୍ତ ଏକ ସମ୍ପ୍ରସାରିତ ଦୃଢ଼ କାର୍ଯ୍ୟକ୍ରମ, ଯାହାକୁ ଆମେ ସମସ୍ତେ ନିଜକୁ ନିୟୋଜିତ କରିପାରିବା। ଧନ୍ୟବାଦ। ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ।